ଆଲୋ ଏଇ ତୋ ପୁଅ ଚାକିରି କଲା ମିଠା ସହ ଗାଁ ସାରା ଦେଲୁ କାଇଁ ମତେ ତ ଦେଲୁନି। ତୁ କଣ କରିବୁ? ମୁଁ ତ ସାଇ ସାରା ନେଇକି ମିଠା ବାଣ୍ଟିକି ଆସିଲି। ତୋ ଘରକୁ ଗଲା ତୁ ତ ନଥିଲୁ। ମୁଁ କଣ କରିବି? ତୁ ନଥିବାରୁ ମୁଁ ଘରକୁ ଫେରି ଆସିଲି। ସେତେବେଳେ ମୋ ଝିଅ ଘରକୁ ପଳେଇଥିଲି। ଆସିଲାଠୁ ସମସ୍ତେ କହିଲେ ତୁ ମିଠା ଦେଇଛୁ। ମୋ ପାଇଁ ରଖିଦେଲେ କଣ ତ ସରି ଯାଉଛି କିଲୋ ନା ପଚି ଯାଉଛି? ହଁ ଦେବି, ବସ। ହଁ ଲୋ, ପୁଅ ଗୋଟେ ଭେରାଇଟି ମିଠା ଆଣିଛି ତୋ ପାଇଁ ଖାସ କରି। ବୋଲେ ମୋ ପଡିଶୀ ଘର ମାଉସୀ ଆସିଲେ ଏଟା ଦେଇଦବୁ ବୋଲି ମୁଁ ତୋ ପାଇଁ ରଖିଦେଇଛି। 1 କେଜି ମିଠା ହବ। ମୁଁ ତାକୁ ଯାଇକି ନେଇକି ଆସୁଛି, ତୁ ଏଠି ବସିଥା। ନେଲୋ, ତୋ ପାଇଁ ଆଣିଛି ସ୍ପେଶାଲ ମିଠା, ଖାଇକି ଗୋଟେ ଦେଖେ। ଆଲୋ ଏଟା କଣ କେତେ ହାର୍ଡ ଲାଗୁଛି? କୋଉ ହାର୍ଡ କମ୍ପାନୀ ଆଣିଛୁ କି? ହାର୍ଡୁଆ କମ୍ପାନୀରୁ ବୋଧେ ଆଣିଛୁ ଆଉ। ତାର ଏକ୍ସପାୟରି ଡେଟ୍ ଯାଇଛି ହାରି। ତାକୁ ସାଲେପୁର ମିଠା ଦେଲୁନି, ଖାଇକିନା ଟିକେ ସ୍ୱାଦ ନେଇଥାନ୍ତା। ଦାନ୍ତ ବିନ୍ଧିଥିଲେ ଡାକ୍ତର ପାଖରେ ଦାନ୍ତ ଘିଞ୍ଚେଇଥାନ୍ତା। ତମେ ଖାଇଲେ ଖାଉଛ ଭଲ ମିଠା, ମତେ ଦଉଛ ହାଡ ମିଠା। କହିଲାଠୁ ତାକୁ କହୁଛ ସାଲେପୁର ମିଠା ଖାଇବୁ। ଧଇଲୁ ଟିକେ ଲ, ତତେ କିଏ କହିଥିଲା କିଲୋ ମଝିରେ ପଶିବା ପାଇଁ? ମାଇଲୁ ତ ସାହସ କେମିତି ହେଲା ମତେ ମାରିବା ପାଇଁ? କଣ ବେ ତୁ ମତେ ମାରି ପାଇଲୁ?